ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ ରାଜ ଅଫିସ କି ଯାଉଥିବା ବେଳେ ରାଜ ଟିକେ ଅଟକି ଯାଏ ଆଉ ପଛକୁ ଚାହିଁ ଦେଖେ ତ ଅନୁ ଟିଫିନ୍ ବକ୍ସ ଧରି ଆସେ। ଅନୁ କୁହେ, ରାଜ ବାବୁ ଆପଣଙ୍କ ଲଞ୍ଚ ବକ୍ସଟା ଆପଣ ଭୁଲି ଯାଇଥିଲେ। ତାପରେ ରାଜ ଅନୁକୁ ଚାହେଁ ଆଉ ଅନୁ ରାଜକୁ ଚାହେଁ। ରାଜ ଟିକେ ହସି ଦିଏ ଆଉ କୁହେ, ତମେ କ'ଣ ସବୁବେଳେ ଏମିତି ମୋର ଧ୍ୟାନ ରଖିବ? ମାନେ ମୁଁ ଯଦି ସବୁବେଳେ ଏମିତି ଲଞ୍ଚ ବକ୍ସ ଛାଡ଼ିକି ଆସିବି ତୁମେ ସବୁବେଳେ ଏମିତି ଆଣିକି ଦେବ ତ? ଅନୁ ଟିକେ ହସିକି କୁହେ, ଯେ ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖରେ ଅଛି ସେ ପର୍ଯ୍ୟନ୍ତ ଆପଣଙ୍କ ଧ୍ୟାନ ରଖିପାରିବି। ଅନୁର ଏ କଥା ଶୁଣି ରାଜ ଟିକେ ଆଶ୍ଚର୍ଯ୍ୟ ହେଇଯାଏ ଆଉ କୁହେ, ସେତେ ଦିନ ମାନେ ବୁଝିପାରିଲିନି କିଛି। ତମର କ'ଣ କୁଆଡ଼େ ଯିବାର ଅଛି କି? ଅନୁ କୁହେ, ଭାଗ୍ୟହୀନକୁ ତା ଭାଗ୍ୟ ଯୋଉଠିକି ବାଟ କଢ଼େଇ ନେବ। ରାଜ କୁହେ, ତମକୁ ଲାଗୁଛି ଯେ ତମେ ଭାଗ୍ୟହୀନା, ମାନେ ତମ ପାଖରେ କିଛି ବି ନାହିଁ। ହେଲେ ଥରେ ମୋ ନଜରରେ ନିଜକୁ ଦେଖ, ଦେଖିବ ତମକୁ ଲାଗିବ ଯେ ତମ ପାଖରେ ସବୁ କିଛି ଅଛି। ରାଜର ଏଇସବୁ କଥା ଶୁଣି ଅନୁକୁ ବହୁତ ଖୁସି ଲାଗେ ଆଉ ଅନୁ ରାଜକୁ ଏମିତି ଚାହିଁଥାଏ। ତାପରେ ରାଜ କୁହେ, ଅନୁ ଏବେ ତ ସବୁ କିଛି ଠିକ୍ ହେଇଯାଇଛି। ଯଦି ଏବେ ଆମେ ମାନେ ତମେ ମୁଁ ଆର୍ୟନ ମିଶିକି ଏତିକି ବେଳେ କିଏ ଜଣେ ଡାକନ୍ତି ଅନୁମା। ରାଜ ଟିକେ ଅପସେଟ୍ ହେଇଯାଏ। ଅନୁ କୁହେ, ରାଜ ବାବୁ ସୁକନ୍ୟା ମାଉସୀ ମୋତେ ଡାକୁଛନ୍ତି, ମୁଁ ଆସୁଛି। ରାଜ ହଁ କୁହେ। ତାପରେ ଅନୁ ହାତରୁ ଲଞ୍ଚ ବକ୍ସ ନେଇଯାଏ। ତାପରେ ରାଜ ଭାବନ୍ତି, ଯେତେ ଦିନ ଥିବି ଅନୁ ଏମିତି କାହିଁକି କହିଲେ? ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ ବି କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।